ବିଜେପି ଯାଇଥିବା 7 ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ଆପ୍। ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବେ ରାଘବ। ଗତକାଲି ଆମ୍ ଆଦମୀ ପାର୍ଟି ଏକ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ନେତା ରାଘବ ଚଡ୍ଡାଙ୍କ ସମେତ 7 ଜଣ ସାଂସଦ ଦଳ ଛାଡ଼ି ବିଜେପିରେ ଯୋଗଦେବା ପରେ ରାଜନୈତିକ ପରିବେଶ ହଠାତ୍ ଉଷ୍ମ ହୋଇଛି। ଏନେଇ ଆପ୍ ଏବଂ ବିଜେପିର ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ନେତାମାନଙ୍କ ଦଳ ତ୍ୟାଗରେ କ୍ଷୁବ୍ଧ ହୋଇ ଆପ୍ ଏବେ କାର୍ଯ୍ୟାନୁଷ୍ଠାନ ନେବା ମୋଡ଼ରେ ଥିବା ଜଣାପଡ଼ିଛି। ବରିଷ୍ଠ ଆପ୍ ନେତା ସଞ୍ଜୟ ସିଂ ଘୋଷଣା କରିଛନ୍ତି ଯେ ସେ 3 ଜଣ ରାଜ୍ୟସଭା ସଦସ୍ୟ ରାଘବ ଚଡ୍ଡା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକଙ୍କୁ ବିଜେପିରେ ଯୋଗଦେବା ପରେ ଆନୁଷ୍ଠାନିକ ଭାବରେ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରିବାର ପ୍ରକ୍ରିୟା ଆରମ୍ଭ କରିବେ। ରାଘବ ଚଡ୍ଡା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦଳ ଛାଡ଼ିବା ନିଷ୍ପତ୍ତି ନେବା ପରେ ସଞ୍ଜୟ ସିଂ ଏହି ବୟାନ ଆସିଛି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଦଳ ସମ୍ବିଧାନର 10ମ ଅନୁସୂଚୀ ଲାଗୁ କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଅଧିକାରୀଙ୍କ ନିକଟକୁ ଯିବ, ଯେଉଁଥିରେ ଦଳତ୍ୟାଗ ପରେ ଆଧାରିତ ଅଯୋଗ୍ୟତା ପାଇଁ ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ତେବେ ରାଜ୍ୟସଭାକୁ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ସେ କହିଛନ୍ତି, ମୁଁ ମାନ୍ୟବର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ପତ୍ର ପ୍ରଦାନ କରିବି, ଯେଉଁଥିରେ ଦାବି କରାଯିବ ଯେ ରାଘବ ଚଡ୍ଡା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକଙ୍କୁ ବିଜେପିରେ ଯୋଗଦେବା ପାଇଁ ରାଜ୍ୟସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରାଯାଉ, କାରଣ ଏହା ସମ୍ବିଧାନର 10ମ ଅନୁସୂଚୀ ଅନୁଯାୟୀ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କର ମୂଳ ଦଳର ସଦସ୍ୟତା ଛାଡ଼ିବା ପରି। ତେବେ ଭାରତୀୟ ସମ୍ବିଧାନର 10ମ ଅନୁସୂଚୀ କ'ଣ? ଭାରତୀୟ ସମ୍ବିଧାନର 10ମ ଅନୁସୂଚୀ, ଯାହାକୁ ଦଳ ବିରୋଧୀ ଆଇନ ଭାବରେ ଜଣାଶୁଣା, 1985 ମସିହାରେ 52ତମ ସଂଶୋଧନ ମାଧ୍ୟମରେ ପ୍ରଣୟନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ରାଜନୈତିକ ଦଳକୁ ରୋକିବା ଏବଂ ସରକାରୀ ସ୍ଥିରତା ବଜାୟ ରଖିବା। ଏହି ଆଇନ ଅନୁଯାୟୀ ଯଦି ଜଣେ ସାଂସଦ କିମ୍ବା ବିଧାୟକ ସ୍ୱେଚ୍ଛାକୃତ ଭାବରେ ତାଙ୍କ ଦଳ ଛାଡ଼ି ଦିଅନ୍ତି କିମ୍ବା ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ ଦିଅନ୍ତି, ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ। ତେବେ ଅଯୋଗ୍ୟତାର କାରଣ କ'ଣ? ସ୍ୱେଚ୍ଛାକୃତ ଇସ୍ତଫା, ଯଦି ଜଣେ ସଦସ୍ୟ ସ୍ୱେଚ୍ଛାକୃତ ଭାବରେ ତାଙ୍କ ଦଳୀୟ ସଦସ୍ୟତା ତ୍ୟାଗ କରନ୍ତି। ହୁଇପ୍ ଉଲ୍ଲଂଘନ, ଯଦି ଜଣେ ସଦସ୍ୟ ତାଙ୍କ ଦଳ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ବିରୋଧରେ ଗୃହରେ ଭୋଟ ଦିଅନ୍ତି କିମ୍ବା ଭୋଟ ଦେବାରୁ ବିରତ ରୁହନ୍ତି। ସ୍ୱାଧୀନ ସଦସ୍ୟ, ଯଦି ଜଣେ ସ୍ୱାଧୀନ ସଦସ୍ୟ ନିର୍ବାଚନ ପରେ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି। ମନୋନୀତ ସଦସ୍ୟ, ଯଦି ଜଣେ ମନୋନୀତ ସଦସ୍ୟ ତାଙ୍କ ପଦ ଗ୍ରହଣ କରିବାର 6 ମାସ ପରେ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି। ତାପରେ ନିଷ୍ପତ୍ତି ନେବାର କ୍ଷମତା ଗୃହର ଅଧ୍ୟକ୍ଷ ଯଥା ବାଚସ୍ପତି ଅଯୋଗ୍ୟତା ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି। ବ୍ୟତିକ୍ରମ, ଯଦି ଗୋଟିଏ ଦଳର ଅତି କମ୍ରେ 2/3 ସଦସ୍ୟ ଅନ୍ୟ ଏକ ଦଳ ସହିତ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।